ଲମତାପୁରରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ, ଚାଷୀ ଖୁସି। ଆଜି କୋରାପୁଟ ଜିଲ୍ଲା ଲମତାପୁର ବ୍ଲକ ସଦର ମହକୁମାରେ କୋରାପୁଟ ନାରୀଶକ୍ତି ଚାଷ ଉତ୍ପାଦକ କମ୍ପାନୀ ପକ୍ଷରୁ ମାଣ୍ଡିଆ ମଣ୍ଡିର ଉଦ୍ଘାଟନ କରାଯାଇଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସରକାରଙ୍କ ଦ୍ୱାରା ଲମତାପୁର ଅଞ୍ଚଳରେ ମାଣ୍ଡିଆ କ୍ରୟର ଦାୟିତ୍ୱ କୋରାପୁଟ ନାରୀଶକ୍ତି ଚାଷ ଉତ୍ପାଦକ କମ୍ପାନୀକୁ ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବର୍ଷ ସମୁଦାୟ 40,000 କ୍ୱିଣ୍ଟାଲ ମାଣ୍ଡିଆ ଚାଷୀମାନଙ୍କ ଠାରୁ କ୍ରୟ କରିବାକୁ ଲକ୍ଷ୍ୟ ରହିଛି। ଏଥିରୁ କୋରାପୁଟ ନାରୀଶକ୍ତି ଚାଷ ଉତ୍ପାଦକ କମ୍ପାନୀ 25,000 କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରୁଥିବା ବେଳେ ଲ୍ୟାବ ପକ୍ଷରୁ 15,000 କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯିବ ବୋଲି ସୂଚନା ରହିଛି। କ୍ୱିଣ୍ଟାଲ ମଣ୍ଡିରେ ଚାଷୀମାନେ ପ୍ରତି କ୍ୱିଣ୍ଟାଲ 4,886 ଟଙ୍କା ଦରରେ ମାଣ୍ଡିଆ ବିକ୍ରି କରି ପାରୁଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଯଥା ସମୟରେ ମଣ୍ଡି ଖୋଲା ଯାଇଥିବା ଓ ଉଚିତ ମୂଲ୍ୟ ମିଳୁଥିବାରୁ ଚାଷୀମାନେ ସରକାର ଓ କ୍ରୟ ସଂସ୍ଥାଙ୍କ ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି। ମାଣ୍ଡିଆ ମଣ୍ଡି ଉଦ୍ଘାଟନ ହେବା ସହିତ ଏହି ଅଞ୍ଚଳର ମାଣ୍ଡିଆ ଚାଷୀଙ୍କୁ ନୂତନ ଉତ୍ସାହ ମିଳିବ ବୋଲି ଆଶା କରାଯାଉଛି। କୋରାପୁଟ ଜିଲ୍ଲା ଲମତାପୁରରୁ ହିରଣ୍ୟ ବିଷୟଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।